ସ୍ୱୟଂ ଶ୍ରୀକୃଷ୍ଣ ନିଜେ କହିଛନ୍ତି, ତୁଳସୀ ଗଛ ଏହି ସ୍ଥାନରେ କେବେ ବି ରଖିବା ଉଚିତ ନୁହେଁ। ଏମିତି ରଖିବା ଦ୍ୱାରା ଆପଣଙ୍କୁ ଅଶୁଭ ଫଳ ଦେଇଥାଏ। ହିନ୍ଦୁ ଧର୍ମରେ ତୁଳସୀକୁ ସବୁଠୁ ପବିତ୍ର ବୃକ୍ଷ ବୋଲି କୁହାଯାଏ। ଯେଉଁ ଘରେ ତୁଳସୀ ଗଛ ଥାଏ ଏବଂ ଯେଉଁ ଘରେ ଏହାର ନିତ୍ୟ ପୂଜା କରାଯାଏ, ଏହିପରି ଘରେ କ୍ଲେଶ, କଳହ ବହୁତ ଦୂରରେ ରହିଥାଏ। କାରଣ ଯେଉଁଠାରେ ତୁଳସୀ ଥାଏ ସେହିଠି ସମସ୍ତ ଦେବୀ ଦେବତା ବାସ କରନ୍ତି। ତୁଳସୀକୁ ଉଭୟ ଆଧ୍ୟାତ୍ମିକ ଏବଂ ବୈଜ୍ଞାନିକ ଦୃଷ୍ଟିକୋଣରୁ ବହୁତ ବିଶେଷ ବୋଲି କୁହାଯାଇଛି। ନୀତି ତୁଳସୀ ପତ୍ର ଖାଇବା ଏବଂ ପୂଜା କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ଆସିଥାଏ। ଯେଉଁ ଘରର ମହିଳା ତୁଳସୀକୁ ପୂଜା କରନ୍ତି ନାହିଁ, ସେହି ଘରେ ସର୍ବଦା କ୍ଲେଶ ଏବଂ ଆର୍ଥିକ ଅସୁବିଧା ଲାଗି ରହିଥାଏ। ଭଗବାନ ବିଷ୍ଣୁଙ୍କର ମଧ୍ୟ ତୁଳସୀ ଅତ୍ୟନ୍ତ ପ୍ରିୟ ଅଟେ। ତାଙ୍କର ବିନା ତୁଳସୀରେ ଭୋଗ ଗ୍ରହଣ କରନ୍ତି ନାହିଁ। ବିଷ୍ଣୁ ପୁରାଣରେ ତୁଳସୀ ଗଛର ସମ୍ପୂର୍ଣ୍ଣ ନିୟମ ବିଷୟରେ କୁହାଯାଇଛି। ଯଦି ଆପଣଙ୍କ ଘରେ ତୁଳସୀ, ତେବେ ଏହି ନିୟମ ନିଶ୍ଚିତ ପାଳନ କରିବା ଉଚିତ। ତେବେ ଯାଇ ତୁଳସୀର ଶୁଭ ଫଳ ଆପଣଙ୍କୁ ମିଳିଥାଏ। ଶାସ୍ତ୍ରରେ କୁହାଯାଇଛି, ଯେଉଁ ସ୍ଥାନରେ ତୁଳସୀ ଗଛ ଥାଏ ସେଠାକୁ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ ଆସିଥାନ୍ତି। ବିଷ୍ଣୁ ପୁରାଣ ଅନୁଯାୟୀ ତୁଳସୀ ପୂଜା ସର୍ବପ୍ରଥମେ ଭଗବାନ ବିଷ୍ଣୁ ହିଁ କରିଥିଲେ। ଆଜି ଆମେ ଆପଣଙ୍କୁ କହିବୁ ତୁଳସୀ ଲଗାଇବାର ସଠିକ ଏବଂ ସମ୍ପୂର୍ଣ୍ଣ ନିୟମ ବିଷୟରେ। ଆଉ ଏହି ନିୟମ ଗୁଡ଼ିକ ପାଳନ କରିବା ଦ୍ୱାରା ହିଁ ଆପଣଙ୍କୁ ଏହାର ଶୁଭ ଫଳ ମିଳିଥାଏ। ତେବେ ଚାଲନ୍ତୁ ଜାଣିବା ତୁଳସୀ ଲଗାଇବାର ସଠିକ ଉପାୟ ବିଷୟରେ। ବାସ୍ତୁ ଶାସ୍ତ୍ର ଅନୁଯାୟୀ ତୁଳସୀକୁ କେବେ ବି ଘରର ଛାତ ଉପରେ ଲଗାଇବା ଉଚିତ ନୁହେଁ। ଛାତ ଉପରେ ତୁଳସୀ ଲଗାଇବା ଦ୍ୱାରା ବାସ୍ତୁ ଖରାପ ହୋଇଥାଏ ଏବଂ ଯେଉଁ ଲୋକଙ୍କର ବୁଧ ଖରାପ ସ୍ଥିତିରେ ଥାଆନ୍ତି ତାଙ୍କୁ ଆଦୌ ଛାତରେ ତୁଳସୀ ଲଗାଇବା ଉଚିତ ନୁହେଁ। ବାସ୍ତୁ ଅନୁଯାୟୀ ତୁଳସୀକୁ ଅନ୍ଧାରରେ ଲଗାଇବା ଉଚିତ ନୁହେଁ। ତୁଳସୀ ଗଛକୁ ସର୍ବଦା ଖୋଲା ସ୍ଥାନରେ କିମ୍ବା ଆଲୋକ ଥିବା ସ୍ଥାନରେ ଲଗାଇବା ଉଚିତ। ଏହା ଦ୍ୱାରା ସକାରାତ୍ମକ ଊର୍ଜା ବିସ୍ତାରିତ ହୋଇଥାଏ। ତୁଳସୀ ଗଛ ପାଖରେ କେବେ ବି ଗଣେଶ ଭଗବାନଙ୍କର ଏବଂ ମହାଦେବଙ୍କ ଫଟୋ କିମ୍ବା ମୂର୍ତ୍ତି ରଖିବା ଉଚିତ ନୁହେଁ। ଏହାକୁ ଶାସ୍ତ୍ରରେ ବର୍ଜିତ ବୋଲି କୁହାଯାଇଛି। ତୁଳସୀକୁ ବେସମେଣ୍ଟରେ ଲଗାଇବା ବି ଉଚିତ ନୁହେଁ। ତୁଳସୀ ଗଛରେ କୌଣସି ପ୍ରକାରର ଖରାପ ଜଳ ପକାଇବା ଉଚିତ ନୁହେଁ। ଏହା ଦ୍ୱାରା ମାତାଙ୍କୁ ଅପମାନ ହୋଇଥାଏ ଏବଂ ସେ ଘର ଛାଡ଼ି ମାତା ଚାଲିଯାଆନ୍ତି। ତୁଳସୀକୁ କେବେ ବି ଦକ୍ଷିଣ ଦିଗରେ ଲଗାଇବା ଉଚିତ ନୁହେଁ। ଶାସ୍ତ୍ର ଅନୁସାରେ ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଐଶାନ୍ୟ କୋଣ ତୁଳସୀ ଗଛ ପାଇଁ ସର୍ବଶ୍ରେଷ୍ଠ ହୋଇଥାଏ। ଅର୍ଥ ଉତ୍ତର ଏବଂ ପୂର୍ବ ଦିଗରେ ମଝି ସ୍ଥାନଟି ତୁଳସୀ ଲଗାଇବା ଉଚିତ ହୋଇଥାଏ। ଏହି ଦିଗରେ ତୁଳସୀ ଗଛ ଲଗାଇବା ଦ୍ୱାରା ଘରକୁ ଧନର ଆଗମନ ହେବା ସହ ଘରର ସୁଖ ଓ ଶାନ୍ତି ବଜାୟ ରହିଥାଏ। ଶାସ୍ତ୍ର ଅନୁଯାୟୀ ରାମ ତୁଳସୀ ଏବଂ ଶ୍ୟାମ ତୁଳସୀ ଛଡ଼ା ଆଉ କେଉଁ ତୁଳସୀ ଘରେ ରଖିବା ଉଚିତ ନୁହେଁ। ରାମ ତୁଳସୀକୁ ଚିହ୍ନିବା ବହୁତ ସହଜ ହୋଇଥାଏ। ଏହାର ରଙ୍ଗ ବହୁତ ହାଲକା ହୋଇଥାଏ। ଏହାର ମଞ୍ଜରୀ ବହୁତ ଭରା ଭରା ହୋଇ ରହିଥାଏ। ଏହାର ଚେର ଧଳା ହୋଇଥାଏ ଏବଂ ଏହାର ଡାଳ ହାଲକା ବାଦାମୀ ହୋଇଥାଏ। ଏହା ମଧ୍ୟ କୁହାଯାଇଛି, ଏହି ତୁଳସୀରେ ହିଁ ସବୁଠାରୁ ବେଶୀ ଔଷଧୀୟ ଗୁଣ ରହିଥାଏ। ଯଦି ତୁଳସୀ ଗଛ କିମ୍ବା ପତ୍ର ଶୁଖିଯାଏ, ତାହାକୁ ବହୁତ ଅଶୁଭ ବୋଲି କୁହାଯାଏ। ଯେଉଁ ଘରର ତୁଳସୀ ଗଛର ପତ୍ର ଶୁଖି ଯାଇଥାଏ ଏବଂ ଝଡ଼ିବାକୁ ଲାଗିଥାଏ, ସେହି ଘରେ ଅନେକ ପ୍ରକାରର ସମସ୍ୟା ଦେଖାଯିବା ସହ ସେହି ଘରେ ଧନର ଅଭାବ ଲାଗି ରହିଥାଏ। ସେଥିପାଇଁ ତୁଳସୀ ଗଛର ବିଶେଷ ରୂପରେ ଧ୍ୟାନ ରଖିବା ଆବଶ୍ୟକତା ହୋଇଥାଏ। ଏହା ଯାଏ ଯେଉଁ ଘରେ ତୁଳସୀ ପତ୍ର କଳା କିମ୍ବା ହଳଦିଆ ହୋଇଯାଇଥାଏ, ବାସ୍ତୁଶାସ୍ତ୍ର ଅନୁଯାୟୀ ସେହି ଗଛକୁ କାଢ଼ି ସେଠାରେ ଅନ୍ୟ ଏକ ହରା ଭରା ଗଛ ଆଣି ଲଗାଇବା ଆବଶ୍ୟକତା ହୋଇଥାଏ। ନଚେତ୍ ଘରକୁ ଆପଣଙ୍କର
ଦରିଦ୍ରତା ଆସିଥାଏ। ଏବେ ଆସନ୍ତୁ ଜାଣିବା ଏମିତି କେଉଁ କାରଣ ଯୋଗୁଁ ତୁଳସୀ ପତ୍ର ଭଗବାନ ଗଣେଶଙ୍କୁ ଅର୍ପଣ କରାଯାଏ ନାହିଁ। ହିନ୍ଦୁ ଧର୍ମରେ ଗଣପତି ପ୍ରଥମ ପୂଜକ ଭାବରେ ପରିଗଣିତ ହୋଇଛନ୍ତି। ପ୍ରତିବର୍ଷ ଭାଦ୍ରବ ମାସରେ ବିଘ୍ନହର୍ତ୍ତା ଗଣେଶ ତାଙ୍କ ଭକ୍ତମାନଙ୍କ ମଧ୍ୟରେ ଆସନ୍ତି ଏବଂ ସେମାନଙ୍କ ମଧ୍ୟରେ 10 ଦିନ ରହି ସେମାନଙ୍କର ଇଚ୍ଛା ପୂରଣ କରିଥାନ୍ତି। ଗଣେଶଙ୍କର ପ୍ରିୟ ଖାଦ୍ୟ ହେଉଛି ଲଡୁ ଏବଂ ମୋଦକ। ଶ୍ରୀ ଗଣେଶଙ୍କୁ ପୂଜା କଲାବେଳେ ଏହି ସବୁ ଖାଦ୍ୟ ତାଙ୍କୁ ଭୋଗରେ ଲଗାଯାଏ। ଭଗବାନ ଗଣେଶଙ୍କୁ ଖାଦ୍ୟ ଅର୍ପଣ କରିବା ବେଳେ ଗୋଟିଏ କଥା ମନେ ରଖନ୍ତୁ ଯେ ତୁଳସୀକୁ ତାଙ୍କୁ ଅର୍ପଣ କରାଯିବା ଉଚିତ ନୁହେଁ, କାରଣ ଭଗବାନ ଗଣେଶଙ୍କୁ ତୁଳସୀ ଅର୍ପଣ କରିବାକୁ ନିଷେଧ ମନାଯାଏ। ହିନ୍ଦୁ ଧର୍ମରେ ତୁଳସୀ ଅତ୍ୟନ୍ତ ପବିତ୍ର ଏବଂ ସମ୍ମାନିତ ବୋଲି ବିବେଚନା କରାଯାଏ। ତୁଳସୀ ବିନା ଭଗବାନ ବିଷ୍ଣୁଙ୍କର ପୂଜା ଅସମ୍ପୂର୍ଣ୍ଣ, କିନ୍ତୁ ଭଗବାନ ଗଣେଶଙ୍କ ପୂଜାରେ ତୁଳସୀ ବ୍ୟବହାର ନିଷେଧ ବୋଲି ବିବେଚନା କରାଯାଏ। ପୌରାଣିକ କାହାଣୀରେ ଏହାର କାରଣ ବର୍ଣ୍ଣନା କରାଯାଇଛି। ଏବେ ଆସନ୍ତୁ ଜାଣିବା ଭଗବାନ ଗଣେଶଙ୍କୁ ତୁଳସୀ ଅର୍ପଣ ନ କରିବାର କାରଣ। କିମ୍ବଦନ୍ତୀ ଅନୁଯାୟୀ ଥରେ ଗଣେଶ ଗଙ୍ଗା ନଦୀ କୂଳରେ ତପସ୍ୟା କରୁଥିଲେ। ସେତେବେଳେ ତୀର୍ଥଯାତ୍ରାରେ ଯାଉଥିବା ତୁଳସୀ ଗଙ୍ଗା କୂଳରେ ପହଞ୍ଚି ଯୁବକ ଗଣେଶଜୀଙ୍କୁ ତପସ୍ୟା କରିବାର ଦେଖିଲେ। ତୁଳସୀ ଭଗବାନ ଗଣେଶଙ୍କର ଏହି ରୂପରେ ଆକର୍ଷିତ ହୋଇଥିଲେ ଏବଂ ତାଙ୍କ ମନରେ ଭଗବାନ ଗଣେଶଙ୍କୁ ବିବାହ କରିବାକୁ ଏକ ଇଚ୍ଛା ସୃଷ୍ଟି ହୋଇଥିଲା। ତେଣୁ ସେ ଭଗବାନ ଗଣେଶଙ୍କୁ ବିବାହର ପ୍ରସ୍ତାବ ଦେଇଥିଲେ। ଗଣେଶଜୀ ତୁଳସୀଜୀଙ୍କର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି କହିଥିଲେ ଯେ ସେ ବ୍ରହ୍ମଚାରୀ। ତାଙ୍କ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାରୁ ତୁଳସୀ ରାଗି ଯାଇ ଗଣେଶଜୀଙ୍କୁ ଅଭିଶାପ ଦେଇଥିଲେ ଯେ ତାଙ୍କର ଗୋଟିଏ ନୁହେଁ 2ଟି ବିବାହ ହେବ। ଏହାଦ୍ୱାରା ଶ୍ରୀ ଗଣେଶ ତୁଳସୀଙ୍କୁ ମଧ୍ୟ ଅଭିଶାପ ଦେଇଥିଲେ ଯେ ସେ ଏକ ଅସୁର ସହିତ ବିବାହ କରିବେ। ତା ସହିତ ଏହା ମଧ୍ୟ ଅଭିଶାପ ଦେଇଥିଲେ ଯେ ମୋ ପୂଜାରେ ତୁଳସୀ ଅର୍ପଣ କରିବା ଅଶୁଭ ବୋଲି ଧରାଯିବ। ସେବେଠାରୁ ଭଗବାନ ଗଣେଶଙ୍କ ପୂଜାରେ ତୁଳସୀ ଅର୍ପଣ ନିଷେଧ ବୋଲି ବିବେଚନା କରାଯାଏ। ଭିଡ଼ିଓଟି ଯଦି ଆପଣଙ୍କୁ ପସନ୍ଦ ଆସିଥାଏ ତେବେ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରିବା ସହିତ ଭିଡ଼ିଓଟିକୁ ଅଧିକରୁ ଅଧିକ ସେୟାର କରିଦିଅନ୍ତୁ। ଆମ ଚ୍ୟାନେଲରେ ଆପଣମାନେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ରହୁଛି। ନମସ୍କାର। ଜୟ ଜଗନ୍ନାଥ।